ଶ୍ରୀମଦ୍ ଭାଗବତର ପ୍ରଥମ ସ୍କନ୍ଧ ପଞ୍ଚଦଶ ଅଧ୍ୟାୟରେ ପାଣ୍ଡବମାନଙ୍କର ମହାପ୍ରସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି। ଦ୍ୱାରକାରୁ ଫେରିବା ପରେ ଅର୍ଜୁନ ଅତ୍ୟନ୍ତ ମ୍ରିୟମାଣ ଥିଲେ। ଶ୍ରୀକୃଷ୍ଣଙ୍କ ଅନ୍ତର୍ଦ୍ଧାନ ଜନିତ ଗଭୀର ଶୋକ ଯୋଗୁଁ ତାଙ୍କର ଦେହର ସମସ୍ତ କାନ୍ତି ହଜିଯାଇଥିଲା। ସେ ମହାରାଜ ଯୁଧିଷ୍ଠିରଙ୍କୁ ଜଣାଇଲେ ଯେ ଯେଉଁ ଭଗବାନଙ୍କ ସହାୟତାରେ ସେ ଦ୍ରୌପଦୀଙ୍କୁ ଜିତିଥିଲେ, ଖାଣ୍ଡବ ବନ ଦହନ କରିଥିଲେ ଏବଂ କୁରୁକ୍ଷେତ୍ର ଯୁଦ୍ଧରେ ମହାରଥୀମାନଙ୍କୁ ପରାସ୍ତ କରିଥିଲେ, ସେହି ପରମ ସଖା ଶ୍ରୀକୃଷ୍ଣ ଆଜି ତାଙ୍କୁ ଛାଡ଼ି ନିଜ ଧାମକୁ ଚାଲି ଯାଇଛନ୍ତି। ଭଗବାନଙ୍କ ଅନୁପସ୍ଥିତିରେ ଅର୍ଜୁନ ନିଜକୁ ଶକ୍ତିହୀନ ମନେ କଲେ। ସେ ଅନୁଭବ କଲେ ଯେ ସେହି ସମାନ ଗାଣ୍ଡିବ ଧନୁ ଓ ସମାନ ରଥ ଥାଇ ମଧ୍ୟ ସେ ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ଅସହାୟ ହୋଇପଡ଼ିଛନ୍ତି। ଅର୍ଜୁନ ଯୁଧିଷ୍ଠିରଙ୍କୁ ଦ୍ୱାରକାର ଦୁଃଖଦ ଖବର ଶୁଣାଇଲେ। ବ୍ରାହ୍ମଣଙ୍କ ଅଭିଶାପ ଏବଂ ଭଗବାନଙ୍କ ଇଚ୍ଛାରେ ଯଦୁବଂଶର ସମସ୍ତ ସଦସ୍ୟ ମଦ୍ୟପାନ କରି ନିଜ ନିଜ ମଧ୍ୟରେ ଯୁଦ୍ଧ କରି ପ୍ରାଣ ତ୍ୟାଗ କଲେ। ସମୁଦ୍ରର ବଡ଼ ମାଛ ଯେପରି ଛୋଟ ମାଛକୁ ଖାଇଯାଏ, ସେହିପରି ଭଗବାନ ପୃଥିବୀର ଭାର ଲାଘବ କରିବା ପାଇଁ ଯଦୁବଂଶକୁ ନିମିତ୍ତ କରି ସେମାନଙ୍କୁ ସ୍ୱଧାମକୁ ନେଇଗଲେ। ପରେ ଅର୍ଜୁନ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ଗୀତାର ଜ୍ଞାନକୁ ସ୍ମରଣ କଲେ। ଶ୍ରୀକୃଷ୍ଣଙ୍କ ପାଦପଦ୍ମକୁ ଚିନ୍ତା କରିବା ମାତ୍ରେ ତାଙ୍କ ମନର ସମସ୍ତ ଅଜ୍ଞାନ ଓ ଦ୍ୱନ୍ଦ୍ୱ ଦୂର ହୋଇଗଲା। ସେ ମାୟା ବନ୍ଧନରୁ ମୁକ୍ତ ହୋଇ ଦିବ୍ୟ ଅବସ୍ଥା ପ୍ରାପ୍ତ ହେଲେ। ଭଗବାନଙ୍କ ସ୍ୱଧାମ ଗମନ ଏବଂ କଳିଯୁଗର ଆଗମନ ଜାଣିପାରି ମହାରାଜା ଯୁଧିଷ୍ଠିର ରାଜ୍ୟ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଲେ। ସେ ତାଙ୍କ ନାତି ପରୀକ୍ଷିତଙ୍କୁ ହସ୍ତିନାପୁରର ସମ୍ରାଟ ଭାବେ ଅଭିଷିକ୍ତ କଲେ ଏବଂ ଅନିରୁଦ୍ଧଙ୍କ ପୁତ୍ର ବଜ୍ରଙ୍କୁ ମଥୁରାର ରାଜା କଲେ। ଯୁଧିଷ୍ଠିର ନିଜର ରାଜକୀୟ ବସ୍ତ୍ର ଓ ଅଳଙ୍କାର ତ୍ୟାଗ କରି ଜଣେ ସାଧାରଣ ସନ୍ନ୍ୟାସୀ ବେଶରେ ଉତ୍ତର ଦିଗକୁ ଯାତ୍ରା କଲେ। ତାଙ୍କୁ ଅନୁସରଣ କରି ଭୀମ, ଅର୍ଜୁନ, ନକୁଳ ଓ ସହଦେବ ମଧ୍ୟ ଭଗବାନଙ୍କ ଚିନ୍ତାରେ ମଗ୍ନ ହୋଇ ଗୃହ ତ୍ୟାଗ କଲେ। କୁନ୍ତୀ ଦେବୀ, ଦ୍ରୌପଦୀ ଓ ସୁଭଦ୍ରା ମଧ୍ୟ ଶ୍ରୀକୃଷ୍ଣଙ୍କ ଭକ୍ତିରେ ନିଜକୁ ନିୟୋଜିତ କରି ପରମଗତି ପ୍ରାପ୍ତ ହେଲେ। ପାଣ୍ଡବମାନେ ସେମାନଙ୍କ ସମସ୍ତ ପାପ ଓ ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ସ୍ୱଶରୀରରେ ଭଗବାନଙ୍କ ଦିବ୍ୟଧାମ ଗୋଲୋକ ବୃନ୍ଦାବନ ପ୍ରାପ୍ତ ହେଲେ। ବିଦୁର ମଧ୍ୟ ପ୍ରଭାସ ତୀର୍ଥରେ ଦେହତ୍ୟାଗ କରି ନିଜର ପୂର୍ବ ପଦ ପ୍ରାପ୍ତି କଲେ। ସୂତ ଗୋସ୍ୱାମୀ କହିଛନ୍ତି ଯେ ପାଣ୍ଡବମାନଙ୍କର ଏହି ପବିତ୍ର ଯାତ୍ରା ବିଷୟରେ ଯିଏ ଶ୍ରବଣ କରେ, ସେ ଭଗବାନଙ୍କ ଭକ୍ତି ଓ ଜୀବନର ପରମ ସିଦ୍ଧି ଲାଭ କରେ। ଜୟ ଜଗନ୍ନାଥ।